ଗଳ୍ପ ଆକାଶ କଇଁଚ ଓ କଥାକାର ମନୋଜ ଦାସ ଏକ ସଂକ୍ଷିପ୍ତ ଆଲୋଚନା। ମହାନ କଥାକାର ଶ୍ରୀଯୁକ୍ତ ମନୋଜ ଦାସ ଓଡ଼ିଶା ମାଟିର ପ୍ରଥମ ଆନ୍ତର୍ଜାତିକ ସ୍ତରର କବି, ଗାଳ୍ପିକ ତଥା ପ୍ରସିଦ୍ଧ କଥାକାର। ଆମ ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ମାନବୀୟ ଗତି ପ୍ରବାହରେ ଥିବା ବିଡ଼ମ୍ବନାମାନଙ୍କୁ ଚିହ୍ନାଇବାରେ ତାଙ୍କର ଅସାଧାରଣ ଭୂମିକା ରହିଛି। ସମୁଦ୍ରର କ୍ଷୁଧା, ଜୀବନର ସ୍ୱାଦ, ବିଷକନ୍ୟାର କାହାଣୀ, ଆରଣ୍ୟକ, ଶେଷ ବସନ୍ତର ଚିଠି, ଲକ୍ଷ୍ମୀର ଅଭିସାର ଆଦି ଗଳ୍ପଗ୍ରନ୍ଥମାନଙ୍କରୁ ଶ୍ରୀଯୁକ୍ତ ଦାସଙ୍କ ବ୍ୟାପକ ଓ ବିଶାଳ ବ୍ୟକ୍ତିତ୍ୱ ବାବଦରେ ଜଣାପଡ଼େ। ଆଲୋଚ୍ୟ ଆକାଶ କଇଁଛ ଗଳ୍ପଟି ଶ୍ରୀ ମନୋଜ ଦାସଙ୍କ ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗଳ୍ପ ଗ୍ରନ୍ଥରୁ ସଂଗୃହୀତ। ଏହାର ଅଷ୍ଟମ ଗଳ୍ପ ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ରରେ ଥିବା ତିନୋଟି ଗଳ୍ପ ମଧ୍ୟରୁ ଆକାଶ କଇଁଛ ଅନ୍ୟତମ। ପ୍ରାଚୀନ କାହାଣୀକୁ ନୂତନ ଭାବରେ ଉପସ୍ଥାପନା କରିବା ହେଉଛି ମନୋଜ ଦାସଙ୍କ ଗଳ୍ପ ରଚନାର ଅନ୍ୟତମ ବୈଶିଷ୍ଟ୍ୟ। ପରମ୍ପରାକୁ ମାନ୍ୟତା ଦେଇ ସେ ଏହି ଶ୍ରେଣୀର ଗଳ୍ପମାନଙ୍କରେ କିଛି ନୂତନ ସନ୍ଦେଶମାନ ଦେଇଥାନ୍ତି। ମୂଳ ଗଳ୍ପଟି ହେଉଛି ଗୋଟେ କଇଁଛର ଆକାଶ ଅଭିଯାନର କଥା। ଖଣ୍ଡିଏ କାଠିର ମଧ୍ୟଭାଗକୁ କାମୁଡ଼ି ଧରି କାଠିର ଦୁଇ ପ୍ରାନ୍ତକୁ କାମୁଡ଼ି ଧରିଥିବା ହଂସ ଦୁଇଙ୍କ ସହାୟତାରେ ଉଡ଼ି ଚାଲୁଥିଲା ବେଳେ କଇଁଛ କମ୍ଭୁଗ୍ରୀବ ତଳେ ଖେଳୁଥିବା ପିଲାଙ୍କ କୌତୂହଳ ମିଶା କଥାକୁ ସହ୍ୟ କରିପାରିନି। ସେହି ପିଲାମାନଙ୍କ ପ୍ରତି କ୍ରୋଧ ପ୍ରକାଶ କଲାବେଳେ କଇଁଛଟିର ପାଟି ଆଁ ହୋଇଯାଇଛି ଏବଂ ସେ ଅଚିରେ ତଳେ ପଡ଼ିଯାଇଛି। ଏହି ମୂଳ ଗଳ୍ପକୁ ଆଧାର କରି କଥାକାର ମନୋଜ ଦାସ ଏହି ଗଳ୍ପଟି ରଚନା କରିଥିଲେ ହେଁ ତହିଁରେ ସେ ଅନେକ କାଳ୍ପନିକ ଚରିତ୍ର ଓ ଘଟଣାକୁ ଯୋଡ଼ି ଦେଇଛନ୍ତି। ପ୍ରଥମେ ଗାଈଆଳ ଟୋକାଙ୍କ ଦୌଡ଼ା ଏବଂ ବୃଦ୍ଧ ବର ସହିତ ତରୁଣୀ ଭାର୍ଯ୍ୟାର ନୌକା ଯାତ୍ରା ମଧ୍ୟରେ କଇଁଛ ପ୍ରତି ଏପରି କୌତୂହଳ ସୃଷ୍ଟି ହୋଇଛି ଯାହା ଘଟଣାକୁ କରିଛି ଦୃଶ୍ୟମୟ ଓ ହାସ୍ୟ ଉଦ୍ଦୀପକ। କଇଁଛଟିର ଏ ଆକାଶ ଅଭିଯାନ କଥା ଶୁଣି ରାଜା ତାଙ୍କ ସମଗ୍ର ଦରବାର ସହ ନଅରର ଛାତ ଉପରକୁ ଉଠି ଯାଇଛନ୍ତି। ଏହି ଦୃଶ୍ୟ ଦେଖି ରାଜା ବିଚିତ୍ର ବୋଲି କହନ୍ତେ ସେଠାରେ ଉପସ୍ଥିତ ବିଦେଶୀ ରାଜଦୂତ ତାଙ୍କ ରାଜ୍ୟରେ ଘୁଷୁରି ଉଡ଼ିବା ଏବଂ ମଇଁଷି ଭଳି ବୃହଦାକାର ବିହଙ୍ଗମାନ ତାଙ୍କୁ ଉଠେଇ ନେବାର କଥା ସଉକ କଥା ସେ କହିଛନ୍ତି। ରାଜା ବିଚିତ୍ର କହିବାରୁ କମ୍ଭୁଗ୍ରୀବ ଭାବାବେଗ ସମ୍ଭାଳି ନପାରି ବୁଦୁ ବୋଲି କହିଛି ଏବଂ ଚକ୍ରବତ ବୁଲି ବୁଲି ନଅରର ଛାତ ଉପରେ ଆସି ପଡ଼ିଛି। ତାପରେ କଚ୍ଛପ ମାଂସକୁ ନେଇ ଆରମ୍ଭ ହୋଇଛି ଅଜବ ଚର୍ଚ୍ଚା। ପ୍ରଧାନ ବିଶେଷଜ୍ଞ ଏହାକୁ ଖାଦ୍ୟ ଭୋଗର ବହିର୍ଭୂତ ଥିଲେ ହେଁ
ରାଜଭୋଗ ମର୍ଯ୍ୟାଦାର ହକଦାର ବୋଲି କହିଛନ୍ତି। କବିରାଜ ଏହାକୁ ରୋଗ ପ୍ରତିଷେଧକ ବୋଲି କହିଛନ୍ତି। ଦୋଷ ଦୁର୍ବଳ ଥିବା ଲୋକମାନଙ୍କୁ ଏହାର ମାଂସ ଦେବା ବ୍ୟବସ୍ଥା ହେବାରୁ ସେନାପତି ଓ ଅନ୍ୟ ସମସ୍ତ ମନ୍ତ୍ରୀମାନେ ଏହାକୁ ଖାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଜ ନିଜ ବିଜ୍ଞତା ଦେଖାଇବାକୁ ଯାଇ ସେମାନେ ନିଜ ନିଜ ନିର୍ବୋଧତାକୁ ପ୍ରମାଣ କରିଛନ୍ତି। ଏହି ସମୟରେ କଇଁଛଟି କାହା ଉଦ୍ଦେଶ୍ୟରେ ବୁଦ୍ଧୁ ବୋଲି କହିଥିଲା ତାହାକୁ ଆବିଷ୍କାର କରିବାକୁ ରାଜା ତତ୍ପର ହୋଇ ଉଠିଛନ୍ତି। ବିଦେଶୀ ରାଜଦୂତ, ସେନାପତି ଓ ଅନ୍ୟ ସମସ୍ତ ସଭାସଦ ବାତିଲ ରୀତିରେ ବୁଦ୍ଧୁ ତାଲିକାରୁ ବାଦ ଗଲା ପରେ ରାଜା ସ୍ୱୟଂ ନିଜେ ବୁଦ୍ଧୁ ବୋଲି ପ୍ରମାଣ ହୋଇଛି ଏବଂ ବୁଦ୍ଧୁ ବ୍ୟାଧିରୁ ମୁକ୍ତ ହେବା ପାଇଁ କଚ୍ଛପର ସଦ୍ୟ ରନ୍ଧା ମାଂସ ପାତ୍ରଟିକୁ ରାଜା ନିଜେ ଖାଇ ଶେଷ କରିଦେଇଛନ୍ତି। ଏହାପରେ ରାଜାଙ୍କର ଆଦେଶ ଏପରି ଶକ୍ତିଶାଳୀ ହୋଇ ଉଠିଛି ଯାହା ଏକାନ୍ତ ଭାବରେ ରାଜକୀୟ ମନେ ହୋଇଛି। ପଣ୍ଡିତମାନଙ୍କର ଅଜ୍ଞତା ମଧ୍ୟରେ କଥାକାର ମନୋଜ ଦାସ ମଣିଷର ସ୍ଥିତି ଓ ତାର କାରୁଣ୍ୟକୁ ବ୍ୟଙ୍ଗ କରିବାକୁ ଭୁଲି ନାହାନ୍ତି। ଏହି ଗଳ୍ପରେ ଯଥାର୍ଥରେ କଥାକାର ମନୋଜ ଦାସଙ୍କ ଗଳ୍ପ ଆକାଶ କଇଁଛ ଏକ ସଫଳ ମନସ୍ତାତ୍ତ୍ୱିକ ଗଳ୍ପ ବୋଲି ସ୍ୱୀକାର କରାଯାଏ। ଧନ୍ୟବାଦ।